ओम शांति। आज 27/6/2025 साकार महावाक्य। मधुर संतान माने तुम मानकर समय बहुत मूल्यवान, सेतिपाई फालतू कथारे निजर समय नष्ट कर नाही। प्रश्न, मनुष्यरू देवता हेबा पाई बाबांको ठारू केउं श्रीमत मिलिछि? उत्तर, संतान माने जेहेतु तुमे माने मनुष्यरू देवता हेउछ, तेणु तुम भितरे कोनोसी आसुरी स्वभाव रहिबा उचित नुहे। 2 नंबर, काहा उपरे क्रोध करिबा उचित नुहे। 3, काहाकू भी दुख देवार नाही। 4, कोनोसी फालतू कथा शुणिबार नाही। बाबांकर श्रीमत हेला हियर नो इभिल, अर्थात खराब कथा शुण नाही, खराब कथा कुह नाही। ओम शांति। ओम शांति। तुममानकर बसिबा बहुत सहज और सरल अटे। केउठी मध्य बसी पारिब, चाहे जंगलरे बस, पहाड़ उपरे बस, घरे बस बा कुटियारे जेउठारे भी बसीपार। एपरी बसिबा द्वारा तुमे पिला माने परिवर्तन हेउछ। तुमे माने जानुछ एबे आमे मनुष्य भविष्यतरे देवता हेबाकू जाउछु। आमे कंटारू फूल हेउछ। बाबा बगीचार मालिक मध्य उठंती, माली मध्य उठंती। आमे बाबांकू मने पकाइबा द्वारा एवं 84 जन्मर चक्र को बुद्धिरे घुराइबा द्वारा ट्रांसफर हेउछे। एठारे बस अथवा जेउठी मध्य बस, तुमे धीरे धीरे परिवर्तन होई मनुष्यर देवता होई जाउछ। बुद्धिरे लक्ष्य अछि, आमे एहा हेबाकू जाउछु। जेकोनोसी कर्मधंदा कर, रुटी तैयारी कर, बुद्धिरे केवल बाबांकू मने पकाउथाओ। संतान मानकू एही श्रीमत मिलुछि, चाली बुली सबु किछि करी केवल बाबांकू मने पकाओ। बाबांकर स्मृति द्वारा संपत्तिर मध्य स्मृति आसीथाए, 84 जन्मर चक्र मध्य स्मृति आसीथाए। एथिरे आउ कोन असुविधा अछि? किछि भी नाही। जेबे कि आमे देवता हेउछे, तेणु आम मध्यरे कोनोसी आसुरी स्वभाव मध्य रहिबा उचित नुहे। काहा उपरे क्रोध करिबार नाही, काहाको दुख देबार नाही, कोनोसी फालतू कथा मध्य शुणिबार नाही। केवल बाबांकू मने पकाओ। बाकी संसारर परनिंदा परचर्चा तो बहुत शुणिल, अधा कल्परू एसबु शुणी शुणी मध्य तळकू खसिछ। एबे बाबा कहउछंती एही सबु कर नाही। अमुक एपरी, एहांक भितरे एही दुर्गुण अछि, एभଳି कोनोसी फालतू कथा आलोचना कर नाही। एहा जेपरि निजर समय नष्ट करिबा अटे। तुमर समय बहुत मूल्यवान। पाठपढ़ारे ही निजर कल्याण अछि। ଏହା ଦ୍ୱାରା ହିଁ ପଦ ପାଇବ। ସଂସାରର ପାଠପଢ଼ାରେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ପରୀକ୍ଷାରେ ପାସ୍ ହେବା ପାଇଁ ବିଦେଶ ଯାଇଥାନ୍ତି। ତୁମକୁ ତ କୌଣସି କଷ୍ଟ ଦିଆଯାଉ ନାହିଁ। ବାବା ଆତ୍ମାମାନଙ୍କୁ କହୁଛନ୍ତି, ମୋତେ ମନେ ପକାଅ। ଜଣେ 2 ଜଣଙ୍କୁ ସମ୍ମୁଖରେ ବସାଉଛ, ତଥାପି ମଧ୍ୟ ବାବାଙ୍କର ସ୍ମୃତିରେ ରୁହ। ବାବାଙ୍କ ସ୍ମୃତିରେ ବସି ବସି ତୁମେ କଣ୍ଟାରୁ ଫୁଲ ହେଉଛ। କେତେ ଭଲ ଉପାୟ! ତେବେ ବାବାଙ୍କ ଶ୍ରୀମତକୁ ପାଳନ କରିବା ଆବଶ୍ୟକ ନା? ପ୍ରତ୍ୟେକଙ୍କର ରୋଗ ଅଲଗା ଅଲଗା ହୋଇଥାଏ। ତେଣୁ ପ୍ରତ୍ୟେକ ରୋଗ ପାଇଁ ସର୍ଜନ ବା ଡାକ୍ତର ଅଛନ୍ତି। ବଡ଼ ବଡ଼ ଲୋକଙ୍କର ବ୍ୟକ୍ତିଗତ ଡାକ୍ତର ଥାନ୍ତି ନା? ତୁମର ଡାକ୍ତର କିଏ? ଭଗବାନ। ସେ ହେଉଛନ୍ତି ଅବିନାଶୀ ସର୍ଜନ। କହୁଛନ୍ତି, ମୁଁ ତୁମକୁ ଅଧାକଳ୍ପ ପାଇଁ ନିରୋଗୀ କରୁଛି। କେବଳ ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ତୁମେ 21 ଜନ୍ମ ପାଇଁ ନିରୋଗୀ ହୋଇଯିବ। ଏକଥା ଗଣ୍ଠି ବାନ୍ଧିଦେବା ଦରକାର। ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ନିରୋଗୀ ହୋଇଯିବ। ପୁଣି 21 ଜନ୍ମ ପାଇଁ କୌଣସି ବି ରୋଗ ହେବ ନାହିଁ। ଆତ୍ମା ତ ଅବିନାଶୀ ଅଟେ, ଶରୀର ହିଁ ରୋଗୀ ହୋଇଥାଏ। କିନ୍ତୁ କଷ୍ଟ ଆତ୍ମା ତ ଭୋଗିଥାଏ ନା? ସେଠାରେ ତୁମେ ଅଧାକଳ୍ପ ପାଇଁ କେବେ ହେଲେ ରୋଗୀ ହେବ ନାହିଁ। ସେଥିପାଇଁ କେବଳ ବାବାଙ୍କ ସ୍ମୃତିରେ ତତ୍ପର ରୁହ। ସନ୍ତାନମାନଙ୍କୁ ସେବା ତ କରିବାକୁ ହିଁ ହେବ। ପ୍ରଦର୍ଶନୀରେ ସେବା କରି କରି ସନ୍ତାନମାନଙ୍କର ଗଳା ଶୁଖିଯାଉଛି। କେତେକ ସନ୍ତାନ ପୁଣି ଭାବୁଛନ୍ତି, ଆମେ ସେବା କରି କରି ବାବାଙ୍କ ପାଖକୁ ଚାଲିଯିବୁ। ଏହା ମଧ୍ୟ ସେବା କରିବାର ବହୁତ ଭଲ ଉପାୟ ଅଟେ। ପ୍ରଦର୍ଶନୀରେ ମଧ୍ୟ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଦେଖାଇବା ଦରକାର। ଏହା ନମ୍ବର 1 ଚିତ୍ର ଅଟେ। ଭାରତରେ ଆଜିଠାରୁ 5000 ବର୍ଷ ପୂର୍ବରୁ ନିଶ୍ଚିତ ଭାବରେ ଏମାନଙ୍କର ରାଜ୍ୟ ଥିଲା। ଅମାପ ଧନ ସମ୍ପତ୍ତି ଥିଲା, ପବିତ୍ରତା, ସୁଖ, ଶାନ୍ତି ସବୁକିଛି ଥିଲା। କିନ୍ତୁ ଭକ୍ତି ମାର୍ଗରେ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଇଛନ୍ତି। ତେଣୁ କୌଣସି କଥା କିପରି ମନେ ପଡ଼ିବ? ଲକ୍ଷ୍ମୀ ନାରାୟଣଙ୍କର ଏହି ଚିତ୍ର ଫାଷ୍ଟ କ୍ଲାସ୍ ଅଟେ। ସତ୍ୟଯୁଗରେ 1250 ବର୍ଷ ଏହି ରାଜବଂଶ ରାଜ୍ୟ କରିଥିଲେ। ଆଗରୁ ତୁମେ ମଧ୍ୟ ଏକଥା ଜାଣିନଥିଲ। ଏବେ ବାବା ତୁମମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ତୁମେମାନେ ହିଁ ସମ୍ପୂର୍ଣ୍ଣ ବିଶ୍ୱ ଉପରେ ରାଜ୍ୟ କରିଥିଲ। ଏକଥା କ'ଣ ତୁମେ ଭୁଲି ଯାଉଛ?
ଚଉରାଅଶୀ ଜନ୍ମ ମଧ୍ୟ ତୁମେ ହିଁ ନେଇଛ, ତୁମେ ହିଁ ସୂର୍ଯ୍ୟବଂଶୀ ଥିଲ, ପୁନର୍ଜନ୍ମ ତ ନେଉଛ। ଚଉରାଅଶୀ ଜନ୍ମ ତୁମେ କିପରି ନେଉଛ ବୁଝିବା ପାଇଁ ଏହା ବହୁତ ସାଧାରଣ କଥା। ତଳକୁ ଖସି ଆସିଛ, ଏବେ ପୁଣି ବାବା ଉନ୍ନତି ମାର୍ଗରେ ନେଇଯାଉଛନ୍ତି। ଗାଉଛନ୍ତି ମଧ୍ୟ, ଚର୍ତ୍ତି କଲା ତେରେ ଭାନେ ସର୍ବକା ଭଲା, ଅର୍ଥାତ୍ ତୁମର ଉନ୍ନତିରେ ସମସ୍ତଙ୍କର କଲ୍ୟାଣ। ଏକଥା କହି ଶଙ୍ଖ ଆଦି ବଜାଇଥାନ୍ତି। ଏବେ ତୁମେମାନେ ଜାଣିଛ, ହାହାକାର ହେବ। ପାକିସ୍ତାନରେ ଦେଖ କ'ଣ ହୋଇଯାଇଥିଲା। ଭାରତ ପାକିସ୍ତାନ ପାର୍ଟିସନ୍ ସମୟର କଥା। ସମସ୍ତଙ୍କର ମୁଖରୁ ଏହା ବାହାରୁଥିଲା, ହେ ଭଗବାନ, ହାୟ ରାମ, ଏବେ କ'ଣ ହେବ? ବର୍ତ୍ତମାନର ଏହି ବିନାଶ ତ ବହୁତ ବଡ଼ ଅଟେ, ଶେଷରେ ପୁଣି ଜୟ ଜୟକାର ହେବ। ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ଏହି ବିଶାଳ ଦୁନିଆର ଏବେ ବିନାଶ ହେବ। ବେହଦର ବାବା ବେହଦର ଜ୍ଞାନ ତୁମକୁ ଶୁଣାଉଛନ୍ତି। ସଂସାରର ଇତିହାସ ଭୂଗୋଳର କଥା ତ ଶୁଣି ଶୁଣି ଆସିଛ। ଏହା କାହାକୁ ମଧ୍ୟ ଜଣା ନଥିଲା ଯେ ଲକ୍ଷ୍ମୀନାରାୟଣ କିପରି ରାଜ୍ୟ କରିଥିଲେ। ଏମାନଙ୍କର ଇତିହାସ ଭୂଗୋଳ କେହି ମଧ୍ୟ ଜାଣିନାହାନ୍ତି। ତୁମେ ଭଲ ଭାବରେ ଜାଣିଛ। ଆମେ ଏତେ ଜନ୍ମ ରାଜ୍ୟ କଲେ ପୁଣି ଦ୍ୱାପର ଯୁଗରୁ ଏହିସବୁ ଧର୍ମ ହେବ। ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ, ଯାହା ଆତ୍ମିକ ପିତା ସନ୍ତାନମାନଙ୍କୁ ଦେଉଛନ୍ତି। ସେଠାରେ ତ ମନୁଷ୍ୟ ମନୁଷ୍ୟକୁ ପଢ଼ାଉଛନ୍ତି। ଏଠାରେ ଆତ୍ମାମାନଙ୍କୁ ପରମାତ୍ମା ନିଜ ଭଳି କରାଉଛନ୍ତି। ଶିକ୍ଷକ ନିଶ୍ଚୟ ନିଜ ଭଳି କରାଇବେ ନା। ବାବା କହୁଛନ୍ତି, ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ ଦୁଇ ମୁକୁଟଧାରୀ କରାଉଛି। ଆଲୋକର ମୁକୁଟ ଅର୍ଥାତ୍ ପ୍ରଭାମଣ୍ଡଳର ବାବାଙ୍କୁ ମନେ ପକାଇବା ଦ୍ୱାରା ମିଳିଥାଏ ଏବଂ 84ର ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେଉଛ, ଅର୍ଥାତ୍ ରାଜ ମୁକୁଟ ମିଳୁଛି। ଏବେ ତୁମମାନଙ୍କୁ କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବୁଝାଯାଇଛି। ସତ୍ୟଯୁଗରେ କର୍ମ ଅକର୍ମ ହୋଇଥାଏ। ରାବଣ ରାଜ୍ୟରେ ହିଁ କର୍ମ ବିକର୍ମ ହୁଏ। ସିଡ଼ି ତଳକୁ ଖସି ଆସିଥାନ୍ତି। କଳା କମ୍ ହୋଇ ହୋଇ ତଳକୁ ଖସିବାକୁ ହିଁ ହେବ। କେତେ ଛି ଛି ନିକୃଷ୍ଟ ହୋଇଯାଉଛନ୍ତି। ପୁଣି ବାବା ଆସି ଭକ୍ତମାନଙ୍କୁ ଫଳ ଦେଇଥାନ୍ତି। ଦୁନିଆରେ ଭକ୍ତ ତ ସମସ୍ତେ ଅଟନ୍ତି। ସତ୍ୟଯୁଗରେ କେହି ଭକ୍ତ ହୁଅନ୍ତି ନାହିଁ। ଏଇଠାରେ ହିଁ ଭକ୍ତିମାର୍ଗ ରହିଛି। ସତ୍ୟଯୁଗରେ ତ ଜ୍ଞାନର ପ୍ରାରବ୍ଧ ଥାଏ। ଏବେ ତୁମେ ଜାଣୁଛ, ଆମେ ବାବାଙ୍କଠାରୁ ବେହଦର ପ୍ରାରବ୍ଧ ନେଉଛୁ। କାହାକୁ ମଧ୍ୟ ପ୍ରଥମେ ଏହି ଲକ୍ଷ୍ମୀନାରାୟଣଙ୍କର ଚିତ୍ର ବିଷୟରେ ବୁଝାଅ। ଆଜିଠାରୁ 5000 ବର୍ଷ ପୂର୍ବେ ଏମାନଙ୍କର ରାଜ୍ୟ ଥିଲା। ବିଶ୍ୱରେ ସୁଖ ଶାନ୍ତି ପବିତ୍ରତା ସବୁ ଥିଲା, ଆଉ କୌଣସି ଧର୍ମ ନଥିଲା। ଏବେ ତ ଅନେକ ଧର୍ମ ରହିଛି, ସେହି ପ୍ରଥମ ଧର୍ମ ହିଁ ନାହିଁ। ତେଣୁ ଏହି ଧର୍ମକୁ ନିଶ୍ଚୟ ପୁନଃ ଆସିବାକୁ ହେବ। ଏବେ ବାବା କେତେ ସ୍ନେହର ସହିତ ପଢ଼ାଉଛନ୍ତି। ଏଠାରେ କୌଣସି ଲଢ଼େଇର କଥା ନାହିଁ। ଭିକାରୀ ଭଳି ସାଧାସିଧା ଜୀବନ ଅଟେ। ଅନ୍ୟର ରାଜ୍ୟ ଅଟେ, ନିଜର ସବୁକିଛି ଗୁପ୍ତ ଅଟେ। ବାବା ମଧ୍ୟ ଗୁପ୍ତରେ ଆସିଛନ୍ତି। ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। ଆତ୍ମା ହିଁ ସବୁକିଛି କରୁଛି, ଶରୀର ଦ୍ୱାରା ଅଭିନୟ କରୁଛି। ଆତ୍ମା ଏବେ ଦେହ ଅଭିମାନୀ ହୋଇଯାଇଛି। ଏବେ ବାବା କହୁଛନ୍ତି, ଦେହୀ ଅଭିମାନୀ ହୁଅ। ବାବା ଅନ୍ୟ କୌଣସି କଷ୍ଟ ଦେଉନାହାନ୍ତି। ବାବା ଯେବେ ଗୁପ୍ତ ରୂପରେ ଆସୁଛନ୍ତି, ତେବେ ତୁମମାନଙ୍କୁ ଗୁପ୍ତ ଦାନରେ ବିଶ୍ୱର ବାଦଶାହୀ ଦେଉଛନ୍ତି। ତୁମର ସବୁକିଛି ଗୁପ୍ତ ଅଟେ। ସେଥିପାଇଁ ରୀତି ଅନୁସାରେ କନ୍ୟାକୁ ଯେବେ ଯୌତୁକ ଦେଇଥାନ୍ତି, ଗୁପ୍ତରେ ଦେଇଥାନ୍ତି। ବାସ୍ତବରେ ଗାୟନ କରାଯାଏ ଗୁପ୍ତ ଦାନ ମହାପୁଣ୍ୟ। 2-4 ଜଣକୁ ଜଣାପଡ଼ିଗଲେ ମଧ୍ୟ ଦାନର ଶକ୍ତି କମିଯାଏ। ବାବା କହୁଛନ୍ତି, ସନ୍ତାନମାନେ, ତୁମେ ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ବିଷୟରେ ସମସ୍ତଙ୍କୁ ବୁଝାଅ। ତୁମେ ଚାହୁଁଛ ନା ବିଶ୍ୱରେ ଶାନ୍ତି ହେଉ, କିନ୍ତୁ ତାହା କେବେ ଥିଲା, ଏହା କାହାର ବୁଦ୍ଧିରେ ନାହିଁ। ଏବେ ତୁମେ ଜାଣୁଛ, ସତ୍ୟଯୁଗରେ ପବିତ୍ରତା ସୁଖ ଶାନ୍ତି ସବୁ ଥିଲା। କେହି ଶରୀର ତ୍ୟାଗ କଲେ କହିଥାନ୍ତି ଅମୁକ ସ୍ୱର୍ଗବାସୀ ହେଲା, କିନ୍ତୁ କିଛି ବୁଝୁନାହାନ୍ତି। ଯାହାକୁ ଯାହା ଆସୁଛି କହିଦେଉଛନ୍ତି, ଅର୍ଥ କିଛି ନାହିଁ। ଏହା ହେଉଛି ଡ୍ରାମା। ମିଠା ମିଠା ସନ୍ତାନମାନଙ୍କ ବୁଦ୍ଧିରେ ଜ୍ଞାନ ଅଛି ଯେ ଆମେ 84 ଜନ୍ମର ଚକ୍ର ଲଗାଉଛୁ। ଏବେ ବାବା ଆସିଛନ୍ତି ପତିତ ଦୁନିଆରୁ ପାବନ ଦୁନିଆକୁ ନେଇଯିବା ପାଇଁ। ବାବାଙ୍କର ସ୍ମୃତିରେ ରହି ଟ୍ରାନ୍ସଫର ବା ପରିବର୍ତ୍ତନ ହୋଇ ଚାଲିଛନ୍ତି। ଆମେ କଣ୍ଟାରୁ ଫୁଲ ହେଉଛୁ, ପୁଣି ଆମେ ଚକ୍ରବର୍ତ୍ତୀ ରାଜା ହେବୁ। ରାଜ୍ୟପଦର ଦାତା ବାବା ଅଟନ୍ତି। ସେହି ପରମାତ୍ମା ତ ସର୍ବଦା ପବିତ୍ର ଅଟନ୍ତି। ସେ ହିଁ ଆସୁଛନ୍ତି ପବିତ୍ର ହେବା ପାଇଁ। ସତ୍ୟଯୁଗରେ ତୁମେ ବହୁତ ସୁନ୍ଦର ହୋଇଯିବ। ସେଠାରେ ସ୍ୱାଭାବିକ ସୁନ୍ଦରତା ରହିବ। ଆଜିକାଲି ତ କୃତ୍ରିମ ସାଜସଜ୍ଜା କରୁଛନ୍ତି। କ'ଣ କ'ଣ ଫ୍ୟାସନ୍ ବାହାରିଛି, କି ପ୍ରକାରର ଡ୍ରେସ୍ ପିନ୍ଧୁଛନ୍ତି। ଆଗେ ମହିଳାମାନେ କାହାର ନଜର ନ ପଡ଼ିବା ପାଇଁ ପ୍ରାୟ ପର୍ଦ୍ଦା ଭିତରେ ହିଁ ରହୁଥିଲେ। ଏବେ ତ ଆହୁରି ଖୋଲା କରି ସ୍ୱଚ୍ଛନ୍ଦ ହୋଇ ବସ୍ତ୍ର ପିନ୍ଧୁଛନ୍ତି। ସେଥିପାଇଁ ସବୁଆଡ଼େ କୁକର୍ମ ବଢ଼ିଗଲାଣି। ବାବା କହୁଛନ୍ତି, ହିଅର୍ ନ ଇଭିଲ୍, ଅର୍ଥାତ୍ ଖରାପ କଥା ଶୁଣ ନାହିଁ। ରାଜାଙ୍କ ପାଖରେ କ୍ଷମତା ଥାଏ। ଈଶ୍ୱର ଅର୍ଥେ ଦାନ କରିଥାନ୍ତି।
ତେଣୁ ସେଥିରେ ଶକ୍ତି ରହିଥାଏ। ଏଠାରେ ତ କାହା ପାଖରେ ଶକ୍ତି ନାହିଁ। ଯାହାକୁ ଯାହା ଆସିଲା କରିଚାଲିଛନ୍ତି। ମନୁଷ୍ୟ ବହୁତ ଖରାପ ହୋଇଯାଇଛନ୍ତି। ତୁମେ ବହୁତ ଭାଗ୍ୟଶାଳୀ ଅଟ, କାରଣ ନାଉରିଆ ତୁମର ହାତ ଧରିଛନ୍ତି। ତୁମେ ହିଁ କଳ୍ପ କଳ୍ପ ନିମିତ୍ତ ହେଉଛ। ତୁମେ ଜାଣିଛ, ପ୍ରଥମେ ମୁଖ୍ୟ ହେଉଛନ୍ତି ଦେହ ଅଭିମାନ, ତାପରେ ହିଁ ସବୁ ଭୂତ ଆସିଥାନ୍ତି। ପରିଶ୍ରମ କରିବାକୁ ହେବ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏହା ହେଉଛି କଡ଼ା ଔଷଧ ନୁହେଁ। କେବଳ କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବାଙ୍କ ସ୍ମୃତିରେ ଯେତେ ଦୂର ଚାଲି ଚାଲି ଗଲେ ମଧ୍ୟ କେବେ ଗୋଡ଼ ଥକିବ ନାହିଁ, ବରଂ ହାଲକା ହୋଇଯିବ। ବହୁତ ସହଯୋଗ ମିଳିବ। ତୁମେ ମାଷ୍ଟର ସର୍ବଶକ୍ତିମାନ ହୋଇଯାଉଛ। ତୁମେ ଜାଣିଛ, ଆମେ ବିଶ୍ୱର ମାଲିକ ହେଉଛୁ। ବାବାଙ୍କ ପାଖକୁ ଆସିଛୁ, ଆଉ କୌଣସି କଷ୍ଟ ଦେଉନାହାନ୍ତି। କେବଳ ସନ୍ତାନମାନଙ୍କୁ କହୁଛନ୍ତି, ଖରାପ କଥା ଶୁଣ ନାହିଁ। ଯେଉଁମାନେ ସେବାଯୋଗ୍ୟ ସନ୍ତାନ, ତାଙ୍କ ମୁଖରୁ ସର୍ବଦା ଜ୍ଞାନରତ୍ନ ବାହାରିବ। ଜ୍ଞାନର କଥା ବ୍ୟତୀତ ଆଉ କୌଣସି କଥା ମୁଖରୁ ବାହାରିବ ନାହିଁ। ତୁମକୁ ବାହ୍ୟ ପରଚର୍ଚ୍ଚାର କଥା କେବେ ଶୁଣିବାର ନାହିଁ। ସେବାଧାରୀଙ୍କ ମୁଖରୁ ସର୍ବଦା ରତ୍ନ ହିଁ ବାହାରିଥାଏ। ଜ୍ଞାନର କଥା ବ୍ୟତୀତ ବାକି ସବୁ ହେଉଛି ପଥର ମାରିବା ସହ ସମାନ। ପଥର ମାରୁନାହାନ୍ତି ତ ନିଶ୍ଚୟ ଜ୍ଞାନରତ୍ନ ଦେଉଛନ୍ତି। ହୁଏତ ପଥର ମାରିବେ କିମ୍ବା ଅବିନାଶୀ ଜ୍ଞାନରତ୍ନ ଦାନ କରିବେ। ଜ୍ଞାନରତ୍ନର ମୂଲ୍ୟ ଅତୁଳନୀୟ। ବାବା ଆସି ତୁମକୁ ଜ୍ଞାନରତ୍ନ ଦେଉଛନ୍ତି। ସନ୍ତାନମାନେ ଜାଣିଛନ୍ତି, ବାବା ବହୁତ ବହୁତ ମିଠା ଅଟନ୍ତି। ଅଧାକଳ୍ପ ଗାୟନ କରିଆସିଥିଲେ। ତୁମେ ମାତା ପିତା, କିନ୍ତୁ ଅର୍ଥ କିଛି ବି ବୁଝୁନଥିଲେ। ଶୁଆ ଭଳି କେବଳ ଗାଉଥିଲେ। ତୁମେମାନେ କେତେ ଖୁସି ହେବା ଦରକାର। ବାବା ଆମକୁ ବେହଦର ସମ୍ପତ୍ତି ଦେଇ ବିଶ୍ୱର ବାଦଶାହୀ ଦେଉଛନ୍ତି। 5000 ବର୍ଷ ପୂର୍ବରୁ ଆମେ ବିଶ୍ୱର ମାଲିକ ଥିଲେ, ଏବେ ନାହୁଁ, ପୁଣି ହେବୁ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି। ବ୍ରାହ୍ମଣ କୁଳ ଦରକାର ନା? ଭାଗୀରଥ କହିବା ଦ୍ୱାରା ମଧ୍ୟ ବୁଝିପାରିବେ ନାହିଁ। ସେଥିପାଇଁ ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ କୁଳ ରହିଛି। ବ୍ରହ୍ମାଙ୍କ ଶରୀରରେ ବାବା ପ୍ରବେଶ କରିଥାନ୍ତି। ସେଥିପାଇଁ ତାଙ୍କୁ ଭାଗୀରଥ କୁହାଯାଉଛି। ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଅଟନ୍ତି। ବ୍ରାହ୍ମଣ ହେଉଛନ୍ତି ଚୋଟି ଅର୍ଥାତ୍ ସର୍ବୋଚ୍ଚ। ବିରାଟ ରୂପ ମଧ୍ୟ ଏହିପରି ଅଟେ। ଉପରେ ବାବା, ତାପରେ ସଙ୍ଗମଯୁଗୀ ବ୍ରାହ୍ମଣ, ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ ହେଉଛନ୍ତି। ତୁମେ ଜାଣିଛ, ଏବେ ଆମେ ଈଶ୍ୱରୀୟ ସନ୍ତାନ ଅଟୁ, ପୁଣି ଦୈବୀ ସନ୍ତାନ ହେବୁ। ତେବେ ଡିଗ୍ରୀ କମିଯିବ। ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ କମ୍ ଡିଗ୍ରୀ ସମ୍ପନ୍ନ ଅଟନ୍ତି। କାହିଁକି ନା ଏମାନଙ୍କ ଭିତରେ ଜ୍ଞାନ ନାହିଁ। ବ୍ରାହ୍ମଣମାନଙ୍କଠାରେ ଜ୍ଞାନ ଅଛି, କିନ୍ତୁ ଲକ୍ଷ୍ମୀ ନାରାୟଣଙ୍କୁ ଅଜ୍ଞାନୀ କୁହାଯିବ ନାହିଁ, କାରଣ ଏମାନେ ଜ୍ଞାନ ଦ୍ୱାରା ଏହି ପଦ ପାଇଛନ୍ତି। ତୁମେ ବ୍ରାହ୍ମଣ କେତେ ଉଚ୍ଚ ଅଟ, ପୁଣି ଦେବତା ହେବା ପରେ ତ କିଛି ବି ଜ୍ଞାନ ରହୁନାହିଁ। ଏମାନଙ୍କ ମଧ୍ୟରେ ଜ୍ଞାନ ଥିଲେ ଦୈବୀ ବଂଶର ପରମ୍ପରାକୁ ଚାଲି ଆସିଥାନ୍ତେ। ମିଠା ମିଠା ଶିକିଲେଧା ବା ହଜିଯାଇ ମିଳିଥିବା ସନ୍ତାନମାନଙ୍କୁ ବାବା ସମସ୍ତ ରହସ୍ୟ, ସମସ୍ତ ଉପାୟ ବତାଉଛନ୍ତି। ଟ୍ରେନରେ ବସି ମଧ୍ୟ ତୁମେ ସେବା କରିପାରିବ। ଗୋଟିଏ ଚିତ୍ର ବିଷୟରେ ବି ପରସ୍ପର ଭିତରେ ବସି କଥା ହେଲେ ବହୁତ ଆସି ଏକାଠି ହୋଇଯିବେ। ଯେଉଁମାନେ ଏହି କୁଳର ହୋଇଥିବେ, ସେମାନେ ଭଲ ଭାବରେ ଧାରଣା କରି ପ୍ରଜା ହୋଇଯିବେ। ସେବା ପାଇଁ ତ ବହୁତ ଭଲ ଭଲ ଚିତ୍ର ରହିଛି। ଆମେ ଭାରତବାସୀ ପ୍ରଥମେ ଦେବୀ ଦେବତା ଥିଲେ, ଏବେ ତ କିଛି ନାହିଁ। ପୁଣି ଇତିହାସର ପୁନରାବୃତ୍ତି ହେଉଛି। ମଝିରେ ଏହା ହେଉଛି ସଙ୍ଗମ ଯୁଗ, ଯେଉଁ ସମୟରେ ତୁମେମାନେ ପୁରୁଷୋତ୍ତମ ହେଉଛ। ଆଚ୍ଛା, ମିଠା ମିଠା ଶିକିଲେଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାରାଂଶ 1 ନମ୍ବର, ଜ୍ଞାନର କଥା ବ୍ୟତୀତ ଆଉ କୌଣସି କଥା ମୁଖରେ ଧରିବାର ନାହିଁ। ପରଚର୍ଚ୍ଚାର କଥା କେବେ ବି ଶୁଣିବାର ନାହିଁ। ମୁଖରୁ ସର୍ବଦା ରତ୍ନ ବାହାରୁଥାଉ, ପଥର ନୁହେଁ। 2 ନମ୍ବର, ସେବା କରିବା ସହିତ ଯୋଗର ଯାତ୍ରାରେ ରହି ନିଜକୁ ନିରୋଗୀ କରିବାକୁ ହେବ। ସେବା କରିବା ସହିତ ଯୋଗର ଯାତ୍ରାରେ ରହି ନିଜକୁ ନିରୋଗୀ କରିବାକୁ ହେବ। 21 ଜନ୍ମ ନିରୋଗୀ ରହିବା ପାଇଁ ସ୍ୱୟଂ ଭଗବାନ ଅବିନାଶୀ ସର୍ଜନ ରୂପରେ ଆମକୁ ମିଳିଛନ୍ତି। ଏହି ନଶାରେ ବା ଖୁସିରେ ରହିବାକୁ ହେବ। ଆଜିର ବରଦାନ, ପ୍ରତ୍ୟେକ କର୍ମରେ ପିତାଙ୍କୁ ଅନୁସରଣ କରି ସ୍ନେହର ପ୍ରତିଦାନ ଦେଉଥିବା ତୀବ୍ର ପୁରୁଷାର୍ଥୀ ଭବ। ଯାହା ପ୍ରତି ସ୍ନେହ ଥାଏ, ତାକୁ ଅନୁକରଣ କରିବା ଆପେ ଆପେ ହୋଇଯାଏ। ତେଣୁ ସର୍ବଦା ମନେ ରହୁ ଯେ ମୁଁ ଯେଉଁ କର୍ମ କରୁଛି, ଏହା ବ୍ରହ୍ମା ବାବାଙ୍କର କର୍ମ ଭଳି ଅଟେ ତ? ଯଦି ନୁହେଁ, ତେବେ ବନ୍ଦ କରିଦିଅ। ନିଜର ପିତାଙ୍କୁ କପି କରି ତାଙ୍କ ସମାନ ହୋଇଯାଅ।
କପି କରିବା ପାଇଁ ଯେପରି କାର୍ବନ ପେପର ଅର୍ଥାତ୍ କଳା କାଗଜ ବ୍ୟବହାର କରିଥାନ୍ତି, ସେପରି ତୁମେମାନେ ମଧ୍ୟ ଧ୍ୟାନ ଦେବାର କଳା କାଗଜ ପକାଅ। ତେବେ କପି ହୋଇଯିବ। କାହିଁକିନା ଏବେ ହିଁ ତୀବ୍ର ପୁରୁଷାର୍ଥୀ ହୋଇ ନିଜକୁ ସର୍ବଶକ୍ତିରେ ସମ୍ପନ୍ନ କରିବାର ସମୟ ଅଟେ। ଯଦି ନିଜେ ନିଜକୁ ସମ୍ପନ୍ନ କରି ନ ପାରୁଛ, ତେବେ ସହଯୋଗ ନିଅ, ନଚେତ୍ ଆଉ କିଛି ସମୟ ପରେ ଅତି ବିଳମ୍ବ ହୋଇଯିବ। ସ୍ଲୋଗାନ ସନ୍ତୁଷ୍ଟତାର ଫଳ ପ୍ରସନ୍ନତା ଅଟେ। ପ୍ରସନ୍ନଚିତ୍ତ ହେବା ଦ୍ୱାରା ପ୍ରଶ୍ନ ସମାପ୍ତ ହୋଇଯାଏ। ଅବ୍ୟକ୍ତ ଇଶାରା। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। କୌଣସି ଦୁର୍ବଳ ଆତ୍ମାର ଦୁର୍ବଳତାକୁ ଦେଖ ନାହିଁ। ଏହି କଥା ସ୍ମୃତିରେ ରହୁ ଯେ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଆତ୍ମା ଅଛନ୍ତି। ତେଣୁ ସମସ୍ତଙ୍କ ପ୍ରତି ଆତ୍ମିକ ଦୃଷ୍ଟି ରହୁ। ଆତ୍ମା ରୂପରେ ସେମାନଙ୍କୁ ସ୍ମୃତିରେ ଆଣିଲେ ଶକ୍ତି ଦେଇପାରିବ। ଆତ୍ମା କଥା କହୁଛି, ଆତ୍ମାର ସଂସ୍କାର ଏଇଭଳି। ଏହି ପାଠକୁ ପକ୍କା କରିଦିଅ। ତାହେଲେ ସ୍ୱତଃ ହିଁ ସମସ୍ତଙ୍କ ପ୍ରତି ଶୁଭ ଭାବନା ରହିବ। ଓମ୍ ଶାନ୍ତି।